ସାଙ୍ଗମାନେ ଦେଖନ୍ତୁ ସକାଳୁ ଉଠିଲା ପରେ ଦେଖ କେତେ ବର୍ଷା ଆମର ଏପଟେ ହେଉଛି। ଆପଣଙ୍କ ସେପଟେ ବର୍ଷା ହେଉଛି କି ନାହିଁ ନିହାତି ଜଣାଇବେ। ଆଜି ମୋ ବ୍ଲଗିଂର 76 ଦିନ ପୁରିଗଲା ଏଜ୍ ଏ କମ୍ୟୁନିଟି ହେଲ୍ଥ ୱାର୍କର ଭାବରେ। ଚାଲନ୍ତୁ ଆଜି ମୋର କ'ଣ କାମ ରହିଛି ଦେଖିବା। ଆଜି ପାକଟିଆ ଜିପିର କାଠଶେଷି ଗାଁରେ ମୋର ଆଜି ଡ୍ୟୁଟି ଥିଲା। ତ ଚାଲନ୍ତୁ ଦେଖିବା। ଏଇଟା ହେଉଛି କାଠଶେଷି ଗାଁ। ଆପଣମାନେ ଯଦି କାଠଶେଷିର ହେଇଥିବେ ନିହାତି ଜଣାଇବେ କମେଣ୍ଟରେ। ଆଉ ମୁଁ ଆଜି ଜଣେ ମାନସିକ ଅସୁସ୍ଥତା ବ୍ୟକ୍ତିଙ୍କ ଘରକୁ ଯାଇଥିଲି। ତ ମୁଁ ଯେତେବେଳେ ପ୍ରଥମେ ଯାଇଥିଲି ସେ ସମୟରେ ସେ ଘରେ ରହୁନଥିଲେ, ବୁଲିବା ପାଇଁ ପଳେଇ ଯାଉଥିଲେ, ନିଜେ ନିଜେ କଥା ହେବା, ତା ସହିତ ମାନେ ଏପଟ ସେପଟ କଥା କହିବା, ଏପରି ସବୁ ଲକ୍ଷଣ ତାଙ୍କର ଥିଲା। ତ ସିଏ ଯେତେବେଳେ DHHରୁ ଆମର ଡିଷ୍ଟ୍ରିକ୍ଟ ହସ୍ପିଟାଲରୁ ଔଷଧ ଆରମ୍ଭ କଲେ, ଖାଇଲେ, ତାପରେ ଏବେ ସେ ଘରର ସମସ୍ତ ଦାୟିତ୍ୱ ନେବା ସହିତ ନିଜେ ପତ୍ର ଟିପିବା ଏବଂ ଘରେ କ'ଣ ସୁବିଧା ଅସୁବିଧା ଅଛି ସେସବୁର ଦାୟିତ୍ୱ ସେ ନେଇପାରୁଛନ୍ତି। ତା ସହିତ ଆଉ ଘରୁ ବାହାରକୁ ଯାଉନାହାନ୍ତି ବୁଲିବା ପାଇଁ। ତାପରେ ରାତିରେ ନିଦ ହେଉନଥିଲା, ଏବେ ନିଦ ମଧ୍ୟ ହେଉଛି। ଏହିସବୁ ହେଉଛି ଔଷଧ ଖାଇବା ଦ୍ୱାରା ହେଇଛି। ତ ଏଇ ଯେଉଁ ଔଷଧ ସେ ଖାଉଛନ୍ତି ତାଙ୍କର ଇରେଗୁଲାର ଅଛି, ଯେଉଁଟାକି ମାନେ ମେଡ଼ିସିନ ମଝିରେ ମଝିରେ ବନ୍ଦ କରିଦେଉଛନ୍ତି। ତ ତାଙ୍କୁ ବୁଝାଯାଇଥିଲା କି ସବୁଦିନ ଔଷଧ ଖାଇବା ନିହାତି ଦରକାର ବୋଲି ତାଙ୍କୁ ବୁଝାଯାଇ। ଯେହେତୁ ସେ ଔଷଧ ମଝିରେ ମଝିରେ ଖାଇବା ବନ୍ଦ କରିଦେଉଥିଲେ, ତ ତାଙ୍କୁ କୁହାଯାଇଥିଲା କି ରେଗୁଲାର ମାନେ ପ୍ରତ୍ୟେକ ଦିନ ଠିକ୍ ସମୟରେ ଔଷଧ ଖାଇବା ଦରକାର। ତାଙ୍କର ଟାଇମିଂ ମଧ୍ୟ ଠିକ୍ ନଥିଲା, ସେ ଲେଟ୍ରେ ଟିକେ ଖାଉଥିଲେ। ତ ତାଙ୍କର ଫ୍ୟାମିଲି ମେମ୍ବରକୁ ଏସବୁ କୁହାଯାଇଥିଲା କି ସେ ପ୍ରତ୍ୟେକ ଦିନ ଠିକ୍ ସମୟରେ ଔଷଧ ଖାଇବା ନିହାତି ଦରକାର। ତେବେ ଯାଇକି ତାଙ୍କର ଆଉ ଯେଉଁ ସମସ୍ୟା ରହିଛି କି ନିଜେ ନିଜେ କଥା ହେବା ସେଗୁଡ଼ା କଣ୍ଟ୍ରୋଲ ହେଇଯିବ ବୋଲି ଜଣାଇଥିଲି। ଆଜିକାର ବ୍ଲଗିଂ ଏଇଠି ଶେଷ କରୁଛି। ଧନ୍ୟବାଦ।